प्रभु श्रीजगन्नाथଙ୍କ आविर्भावर ଏହି ପୌରାଣିକ ଗାଥା କେବଳ ଏକ କାହାଣୀ ନୁହେଁ, ଏହା ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ। 1. ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ୟାକୁଳତା ଓ ସ୍ୱପ୍ନାଦେଶ। ସତ୍ୟଯୁଗରେ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କୁ ଏପରି ଏକ ରୂପରେ ପୂଜା କରିବାକୁ ଚାହୁଁଥିଲେ, ଯାହା ପୂର୍ବରୁ କେହି କରିନଥିବେ। ତାଙ୍କର ଏହି ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ତାଙ୍କୁ ସ୍ୱପ୍ନରେ ଦେଖାଦେଲେ ଏବଂ କହିଲେ ଯେ ଓଡ୍ର ଦେଶର ନୀଳାଚଳ କ୍ଷେତ୍ରରେ ସେ ନୀଳମାଧବ ରୂପରେ ପୂଜା ପାଉଛନ୍ତି। ରାଜା ତାଙ୍କର 4 ଜଣ ସେନାପତିଙ୍କୁ 4 ଦିଗକୁ ପଠାଇଲେ, କିନ୍ତୁ କେବଳ ପୁରୋହିତଙ୍କ ଭାଇ ବିଦ୍ୟାପତି ପୂର୍ବ ଦିଗକୁ ଯାଇ ସଫଳତା ପାଇଥିଲେ। 2. ଶବର ରାଜା ବିଶ୍ୱାବସୁ ଓ ନୀଳମାଧବଙ୍କ ସେବା। ବିଦ୍ୟାପତି ଓଡ୍ର ଦେଶର ଏକ ଶବର ପଲ୍ଲୀରେ ପହଞ୍ଚିଲେ, ଯେଉଁଠାରେ ଶବର ମୁଖିଆ ବିଶ୍ୱାବସୁ ବାସ କରୁଥିଲେ। ସେ ସେଠାରେ ରହି ଜାଣିବାକୁ ପାଇଲେ ଯେ ବିଶ୍ୱାବସୁ ପ୍ରତିଦିନ ଜଙ୍ଗଲର କୌଣସି ଏକ ଅଜ୍ଞାତ ସ୍ଥାନକୁ ଯାଇ ନୀଳମାଧବଙ୍କୁ ପୂଜା କରୁଛନ୍ତି। ବିଦ୍ୟାପତି ବହୁତ ଅନୁରୋଧ କରିବା ପରେ ବିଶ୍ୱାବସୁ ତାଙ୍କ ଆଖିରେ ପଟି ବାନ୍ଧି ନୀଳମାଧବଙ୍କ ପାଖକୁ ନେଇଗଲେ। କିନ୍ତୁ ବିଦ୍ୟାପତି ଚତୁରତାର ସହ ବାଟରେ ସୋରିଷ ମଞ୍ଜି ପକାଇ ଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ଗଜା ହୋଇ ରାସ୍ତା ଚିହ୍ନାଇଥିଲା। 3. ନୀଳମାଧବଙ୍କ ଅନ୍ତର୍ଦ୍ଧାନ ଓ ଦାରୁବ୍ରହ୍ମର ସୂଚନା। ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜେ ନୀଳମାଧବଙ୍କୁ ଦର୍ଶନ କରିବାକୁ ଆସିଲେ, ସେତେବେଳେ ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ। ରାଜା ବହୁତ ଦୁଃଖ କରିବାରୁ ଭଗବାନ ଶୂନ୍ୟବାଣୀ କଲେ, ହେ ରାଜା, ମୁଁ ଆଉ ଶିଳା ରୂପରେ ପୂଜା ପାଇବି ନାହିଁ। ବର୍ତ୍ତମାନ ପୁରୀ ବାଙ୍କିମୁହାଁରେ ସମୁଦ୍ରରେ ଏକ ଅପୌରୁଷେୟ ଦାରୁ, କାଠଗଣ୍ଡି ଭାସି ଆସିବ। ସେହି ଦାରୁରେ ହିଁ ମୋର ମୂର୍ତ୍ତି ଗଢ଼ାଯିବ। ରାଜା ସେହି ଦାରୁକୁ ଆଣିବାକୁ ଗଲେ, କିନ୍ତୁ କୌଣସି ଶକ୍ତି ତାକୁ ପାଣିରୁ ଉଠାଇ ପାରିଲା ନାହିଁ। ଶେଷରେ ଭଗବାନଙ୍କ ନିର୍ଦ୍ଦେଶକ୍ରମେ ବ୍ରାହ୍ମଣ ବିଦ୍ୟାପତି ଏବଂ ଶବର ବିଶ୍ୱାବସୁ ଯେତେବେଳେ ମିଶିକି ସେହି କାଠକୁ ଛୁଇଁଲେ, ତାହା ସହଜରେ କୂଳକୁ ଆସିଗଲା। ଏହା ହିଁ ଜଗନ୍ନାଥ ସଂସ୍କୃତିରେ ବ୍ରାହ୍ମଣ ଓ ଶବରଙ୍କ ମିଳିତ ସେବାର ପ୍ରତୀକ। 4. ରହସ୍ୟମୟ କାରିଗର ଏବଂ 21 ଦିନର ସର୍ତ୍ତ। ସେହି ଦାରୁରୁ ମୂର୍ତ୍ତି ଗଢ଼ିବା ପାଇଁ ଅନେକ କାରିଗର ଚେଷ୍ଟା କଲେ, କିନ୍ତୁ କାହାରି ଅସ୍ତ୍ର କାମ କଲା ନାହିଁ। ଶେଷରେ ଦେବଶିଳ୍ପୀ ବିଶ୍ୱକର୍ମା, ଜଣେ ଅତି ବୃଦ୍ଧ କାରିଗର, ମହାରଣା ରୂପରେ ଆସି ପହଞ୍ଚିଲେ। ସେ ସର୍ତ୍ତ ରଖିଲେ ଯେ ସେ ଏକୁଟିଆ ଏକ ବନ୍ଦ କୋଠରୀରେ 21 ଦିନ ପର୍ଯ୍ୟନ୍ତ କାମ କରିବେ। ଯଦି କେହି ଏହା ପୂର୍ବରୁ ଦ୍ୱାର ଖୋଲନ୍ତି, ତେବେ ସେ କାମ ବନ୍ଦ କରି ଚାଲିଯିବେ। ରାଜା ଏଥିରେ ସମ୍ମତି ପ୍ରଦାନ କଲେ। 5. ରାଣୀ ଗୁଣ୍ଡିଚାଙ୍କ ବ୍ୟତିବ୍ୟସ୍ତତା ଓ ସର୍ତ୍ତ ଭଙ୍ଗ। କୋଠରୀ ଭିତରୁ ପ୍ରଥମ କିଛି ଦିନ କାଠ କାଟିବାର ଠକ୍ ଠକ୍ ଶବ୍ଦ ଶୁଣାଗଲା, କିନ୍ତୁ 15 ଦିନ ପରେ ହଠାତ୍ ସବୁ ଶବ୍ଦ ବନ୍ଦ ହୋଇଗଲା। ରାଣୀ ଗୁଣ୍ଡିଚା ବହୁତ ଚିନ୍ତିତ ହୋଇପଡ଼ିଲେ। ସେ ଭାବିଲେ, ବୟସ୍କ କାରିଗର ଜଣକ ବୋଧହୁଏ ଅସୁସ୍ଥ ହୋଇପଡ଼ିଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି। ରାଣୀଙ୍କ ବାରମ୍ବାର ଅନୁରୋଧରେ ରାଜା ଇନ୍ଦ୍ରଦ୍ୟୁମ୍ନ ବାଧ୍ୟ ହୋଇ 21 ଦିନ ପୂର୍ବରୁ କୋଠରୀର କବାଟ ଖୋଲିଦେଲେ। 6. ଅଧାଗଢ଼ା ପ୍ରଭୁଙ୍କ ପ୍ରକାଶ। ଦ୍ୱାର ଖୋଲିବା ମାତ୍ରେ ରାଜା ଓ ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ। ଭିତରେ ବୃଦ୍ଧ କାରିଗର ନଥିଲେ, କେବଳ ସେହି 3ଟି ମୂର୍ତ୍ତି ରହିଥିଲା। ଯେହେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା, ତେଣୁ ମୂର୍ତ୍ତିଗୁଡ଼ିକର ଗୋଡ଼ ନଥିଲା, କେବଳ ସ୍ତମ୍ଭ ଭଳିଆ କାୟା ଥିଲା। ହାତଗୁଡ଼ିକ କହୁଣୀ ପର୍ଯ୍ୟନ୍ତ ଥିଲା। ହାତର ପାପୁଲି କିମ୍ବା ଆଙ୍ଗୁଠି ନଥିଲା। ଆଖିଗୁଡ଼ିକ ସମ୍ପୂର୍ଣ୍ଣ ଗୋଲାକାର ଥିଲା। ରାଜା ନିଜକୁ ଅପରାଧୀ ମଣିଲେ ଏବଂ ଅନୁତାପ କଲେ, କିନ୍ତୁ ପ୍ରଭୁ ଜଗନ୍ନାଥ ଜଣାଇଲେ ଯେ ଏହା ହିଁ ତାଙ୍କର ମହାପ୍ରକାଶ। ସେ ଭକ୍ତ ପାଇଁ ଏହି ରୂପ ଧାରଣ କରିଛନ୍ତି। ସେ ସାରା ଜଗତକୁ ଜଣାଇବାକୁ ଚାହୁଁଥିଲେ ଯେ ଭଗବାନଙ୍କୁ ପୂଜା କରିବା ପାଇଁ ସୁନ୍ଦର ରୂପ ନୁହେଁ, ବରଂ ସୁନ୍ଦର ଭାବ ଏବଂ ଶ୍ରଦ୍ଧା ଆବଶ୍ୟକ। ଜଗାଙ୍କ ରୂପର ଗଭୀର ରହସ୍ୟ। ଚକା ଆଖି। ଭଗବାନ କେବେ ଶୁଅନ୍ତି ନାହିଁ। ସେ ସାରା ସଂସାରର ସବୁ ଭକ୍ତଙ୍କ ଦୁଃଖ ସବୁବେଳେ ନିରୀକ୍ଷଣ କରୁଛନ୍ତି। ତାଙ୍କ ଆଖିରେ ପତା ନଥିବା ସୂଚାଏ ଯେ ସେ ନିଦ୍ରାହୀନ ରକ୍ଷକ। ଅଧା ହାତ। ଏହା ଦର୍ଶାଏ ଯେ ଭକ୍ତଙ୍କୁ ସାହାଯ୍ୟ କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ଏବଂ ତାଙ୍କୁ ଆଲିଙ୍ଗନ କରିବାକୁ ବାହୁ ପ୍ରସାରିତ କରି ରଖିଛନ୍ତି। ସର୍ବଧର୍ମ ସମନ୍ୱୟ। ଜଗନ୍ନାଥଙ୍କ ଏହି ରୂପରେ କୌଣସି ଜାତି, ଧର୍ମ କିମ୍ବା ବର୍ଣ୍ଣର ଭେଦଭାବ ନାହିଁ। ସେ ସମସ୍ତଙ୍କର ଆପଣାର ଜଗା। ଏହିପରି ଭାବରେ ଗୋଟିଏ ଶାଳଗ୍ରାମ ମୂର୍ତ୍ତିରୁ ଦାରୁବ୍ରହ୍ମ ରୂପରେ ଜଗନ୍ନାଥଙ୍କ ବିଜେ ହେଲା, ଯାହା ଓଡ଼ିଶା ମାଟିର ପରମ ଗର୍ବ। ଜୟ ଜଗନ୍ନାଥ।